ତ ବର୍ତ୍ତମାନ ସାଙ୍ଗମାନେ ଦେଖିପାରୁଥିବେ ମୁଁ ଏବେ ମହୁରୀ କାଳିଆରେ ପହଞ୍ଚି ସାରିଛି। ତ ଆପଣମାନେ ଯଦି ମହୁରୀ କାଳିଆ ଆସିବାକୁ ଚାହୁଁଛନ୍ତି ତ ପ୍ରଥମେ ତ ଗଞ୍ଜାମ ଡିଷ୍ଟ୍ରିକ୍ଟ ଆସିବାକୁ ପଡ଼ିବ, ଯେଉଁକି ଓଡ଼ିଶାରେ ଅବସ୍ଥିତ। ତ ଗଞ୍ଜାମ ଡିଷ୍ଟ୍ରିକ୍ଟ ଆସିସାରିଲା ପରେ ଫାର୍ଷ୍ଟ ଅଫ୍ ଅଲ୍ ଗଞ୍ଜାମ ଡିଷ୍ଟ୍ରିକ୍ଟ ଆସନ୍ତୁ, ତାପରେ ବ୍ରହ୍ମପୁର ଆସନ୍ତୁ। ଯଦି ମହୁରୀ କାଳିଆ ଆସିବାକୁ ଚାହୁଁଛନ୍ତି ତ ହରାଖଣ୍ଡି ଦେଇ ଆସିପାରିବେ, ନଚେତ ତ ହିଞ୍ଜିଳି କାର୍ଡ଼ ରାସ୍ତାରେ ଏମିତି ଟର୍ଣ୍ଣ ଅଫ୍ କରି ଆସିବାକୁ ପଡ଼ିବ। ଲୋକେସନ୍ ମାଧ୍ୟମରେ ଆପଣଙ୍କୁ ସଠିକ୍ ଭାବରେ ଆପଣଙ୍କୁ ଆଡ୍ରେସ୍ ପାଇଯିବେ। ତ ଦେଖିପାରୁଥିବେ ମହୁରୀ କାଳିଆ ମନ୍ଦିର ତଳ ଅଛନ୍ତି। ମୁଁ ଏବେ ଲଗଭଗ ହିଲ୍ ଉପରେ ଯାଇକି ପଥର ଉପରେ ଠିଆ ହେଇଛି ଏବଂ ପାହାଡ଼ ଉପରକୁ ଯିବା ଏବଂ ପାହାଡ଼ ଉପରକୁ ଗଲାବେଳେ କ'ଣ ହେଉଛି କ'ଣ ନାହିଁ ଆପଣମାନେ ସବୁକିଛି ଭିଡ଼ିଓ ମାଧ୍ୟମରେ ଦେଖିପାରିବେ। କି ପ୍ରକୃତି ଭିତରେ ଗୋଟେ ପାହାଡ଼ ଭିତରେ ଗୁମ୍ଫା ମଧ୍ୟ ଦେଖିପାରୁଥିବେ। ମୋ ପଛପଟେ ଗୋଟେ ଗୁମ୍ଫା ଅଛି, ସେ ଗୁମ୍ଫା ମଧ୍ୟ ଭିତରେ ମା ବିରାଜମାନ ହୋଇପାରିଛନ୍ତି। ତ ଆପଣ ଯଦି ଚାହୁଁଛନ୍ତି ତ ମାନେ ମାଙ୍କୁ ଦର୍ଶନ କରିବାକୁ ଚାହୁଁଛନ୍ତି, ଏମିତି ମାନେ କଷ୍ଟକର ହୋଇପାରେ ଦର୍ଶକ ମାନଙ୍କୁ ମାନେ ଦର୍ଶନ କରିବା ମାଙ୍କୁ। ତାଭଳି ଭାବରେ ଯେଉଁଭଳି ଭାବରେ ମାନେ ଆମର ଯିଏକି ଯଦି କହିଲେ ମାନେ ବହୁତ ଗୁଡ଼ିଏ କଠିନରେ ତାଙ୍କେ ଏଠି ଆସୁଛନ୍ତି, ମାନେ ସକାଳୁ ଆସିକି ନା ଯାଇକି ସନ୍ଧ୍ୟା ହେଉଛି ଗଲା ବେଳକୁ। ଏବଂ ମୁଁ କମିଟି ମାନଙ୍କୁ ଅନୁରୋଧ କରୁଛି କି ତାଙ୍କ ପାଇଁ କିଛି ସୁବିଧା କରାଯାଏ ଏବଂ ଯେକୌଣସି ମାନେ ମାନେ ପର୍ଯ୍ୟଟକ ମାନେ ଆସୁଛନ୍ତି ତାଙ୍କ ପାଇଁ ମଧ୍ୟ କିଛି ଟଏଲେଟ ସୁବିଧା କରାଯାଉ, କିଛି କ'ଣ ମାନେ ଯାହା କିଛି ପ୍ରୋବ୍ଲେମ୍ ଅଛି ତାହା ସଲ୍ଭ କରିବାକୁ ଚେଷ୍ଟା କରନ୍ତୁ। ତ ମହୁରୀ କେମିତି କ'ଣ ଆଜ୍ଞା ହେଲେ ଟିକେ କୁହନ୍ତୁ। ଇଏ ହେଉଛି ମହୁରୀ କାଳ ହେଉଛି ମହୁରୀ ରାଜାଙ୍କ ଇଷ୍ଟଦେବୀ ହେଉଛି ମହୁରୀ କାଳୁଆ। ତ ରଜା ଆଗେ ଆସିକି ମାଙ୍କୁ ଏଠି ନିର୍ଜନ ସ୍ଥାନ ଏଇ କେରଣୀମାଳ ପାହାଡ଼ ଉପରେ ରଖିକି ମାଙ୍କୁ ପୂଜା ଅର୍ଚ୍ଚନା କରୁଥିଲେ। କିଛି ଦିନ ପରେ ସେ ସେବକ ରଖିଲେ, ସେବକ ଆସିକି ପୂଜା ଅର୍ଚ୍ଚନା କରି ଯିବାର। ତ ସେବକ ପ୍ରତି ଶନିବାର ଆସି ପୂଜା ଅର୍ଚ୍ଚନା କରି ମାଙ୍କୁ ଯିବାର। ତ ଦିନକର କଥା କ'ଣ ହେଇଛି, ପୂଜା ଅର୍ଚ୍ଚନା କରିବା ପାଇଁ ପୂଜାରୀ ଆସିଛି, ସାଙ୍ଗରେ ଆଣିଥିଲା ଯେଉଁ ମାଙ୍କୁ ସେବା କରିବା ପାଇଁ ପାଣି ଢାଳ ଆଣିଥିଲା। ସେ ପୂଜା ଅର୍ଚ୍ଚନା ସରିଲା ପରେ ଢାଳଟି ସେ ପାଶୁରି ଦେଇ ତଳକୁ ପଳେଇଛି। ପୁଣି ତଳକୁ ଗଲାପରେ ମନେ ପଡ଼ିଲା ଯେ ମୁଁ ଢାଳଟି ଆଣିଥିଲି, ସେ ପାଶୁରି ଦେଲି। ସେ ଢାଳଟା ଆଣିବା ପାଇଁ ପୂଜାରୀ ପୁଣି ଆସିଲା ବେଳକୁ ଦେଖିଲେ ଯେ ଦେବୀ ଆଉ ତାଙ୍କ 7 ଭଉଣୀ ମିଶି ପ୍ରସାଦ ସାରୁଛନ୍ତି। ଦେବୀ ପଚାରିଲେ ଆପଣ କ'ଣ ପାଇଁ ଆସିଲେ? ନା ମୁଁ ଢାଳଟି ପାଶୁରି ଦେଲି ଆସିଲି, ଆଜିଠୁ ମୋ ପାଖକୁ ଆସିବା ଦରକାର ନାହିଁ, ମୁଁ ଯେଉଁ ଢାଳ ଫୋପାଡ଼ି ମୋତେ ସେଇଠି ପୂଜା କରୁ। ପୂଜାରୀ କହିଲେ ମୁଁ ସିନା ଜାଣିଲି କିନ୍ତୁ ରଜାଙ୍କର ଆଦେଶ ଅଛି। ରଜାଙ୍କ ସ୍ୱପ୍ନାଦେଶ ହେଲେ ରଜା ଆସି ଦେଖିଲେ ଢାଳ ପଡ଼ିଛି ତଳେ, ଢାଳ ଉପରେ ମା ହୁଙ୍କାର ଉପରେ ସେଠି ପୂଜା ପାଉଛନ୍ତି। ସେ ଦିନରୁ ସେଠି ମାଙ୍କୁ ପୂଜା ଅର୍ଚ୍ଚନା କରାଲା। ଏଇଟା ହେଉଛି ମାଙ୍କର ନିଜ ସ୍ଥାନ। ଆଉ ଏଇଠି ଆସିକି ଭକ୍ତମାନେ ଆସି ଦର୍ଶନ କରି ଯାଉଛନ୍ତି, ମାଙ୍କ ଆଶୀର୍ବାଦ ଲାଭ କରୁଛନ୍ତି। ଏ ଯେଉଁ 7 ଭଉଣୀ ମନ୍ଦିର ପୂଜା ନା ତାଙ୍କ ଦେବୀ କ'ଣ ସ୍ଥାନ ଅଛି? ନାଇଁ ଏସବୁ ତାଙ୍କର ରୂପରେ ହିଁ 7 ଭଉଣୀ ରୂପରେ ହିଁ ତାଙ୍କ ଅଛନ୍ତି। ମାଙ୍କ ଦୁର୍ଗାଙ୍କ ରୂପରେ ପୂଜା ପାଉଛନ୍ତି। ଦୁର୍ଗା ରୂପରେ ଅଷ୍ଟଭୁଜା। ଆଉ କିଛି ଅଛି କି? ଆଜ୍ଞା ଆଉ କିଛି ନାହିଁ, ତ ମାଙ୍କର ଅଷ୍ଟଭୁଜା ରୂପରେ ପୂଜା ପାଉଛନ୍ତି ମା। ଆଉ ଠିକ୍ ଅଛି। ତ ଏତିକି ଦୃଷ୍ଟିରେ ବହୁତ କଷ୍ଟକର ଆସିବାକୁ ପଡ଼ିଲା, ମାନେ କିଛି ତାର ଯେଉଁ ଆମ ସିଡ଼ି କରୁଛନ୍ତି ଏଇଟା କିଛି ତାର କିଛି ମାନେ ଗଭର୍ଣ୍ଣମେଣ୍ଟ ଡେଭଲପମେଣ୍ଟ ଗଭର୍ଣ୍ଣମେଣ୍ଟର ତ ଗଭର୍ଣ୍ଣମେଣ୍ଟ ଆଡ଼ୁଆଳରେ ରହିଯାଇଛି। ଗଭର୍ଣ୍ଣମେଣ୍ଟର କୌଣସି ପ୍ରକାର ସହାୟତା ଏଠି ମିଳିପାରୁନି କି ସ୍ଥାନୀୟ ପ୍ରଶାସନର ମଧ୍ୟ ଆନ୍ତରିକତା ନାହିଁ। ସ୍ଥାନୀୟ ପ୍ରଶାସନ ଆନ୍ତରିକତା ହେତା ବେଲେ ତ ସବୁ କିଛି ସ୍ଥାନୀୟ ପ୍ରଶାସନ ଖାଲି ଜିରୋରେ ହିଁ ଅଛନ୍ତି, ନିଜର ସ୍ୱାର୍ଥ ନିଜର ସମର୍ଥ ରଖିକିରି କାମ କରୁଛନ୍ତି, ସେଇଥିପାଇଁ ଏଇଟା ଅବହେଳିତ ହେଇକି ଅଛି। ତ ଆମ ଦେଖିଲୁ ଫାଷ୍ଟ ଅଫ୍ ଅଲ୍ ଆମେ ସିଡ଼ିଟା ମାନେ ଖୋଜି ପାରିଲୁନି, ଆସିବା ବେଳକୁ ମାନେ ଫାଷ୍ଟ ଯେଉଁକି ଆମେ ସିଡ଼ିରେ ଏଣ୍ଟ୍ରି କରିବୁ ସେଠି ମାନେ ବହୁତ ଗୁଡ଼ିଏ ଅଳିଆ ମାନେ ଡଷ୍ଟବିନ୍ ସଦୃଶ ଗୋଟେ ଦେଖାଯାଉଛି, ଏମିତି ମାନେ ନ କ୍ଲିନ୍ ନାହିଁ। ତ କହିଲି ସ୍ଥାନୀୟ ପ୍ରଶାସନର କୌଣସି ଆନ୍ତରିକ ନାହିଁ ଏଇଠି। ଯେଉଁମାନେ ଯେଉଁ ପରିଚାଳନା କରିବା ପାଇଁ କମିଟି ଗଠନ କରି ସେ କମିଟି ନିଜ ସ୍ୱାର୍ଥରେ ହିଁ ଚାଲିଛି, ସେମାନେ ନିଜ ସ୍ୱାର୍ଥ ଚାଲିଛି, ସେଇଥିପାଇଁ ଏଇଟିର ପରିବେଶ ପ୍ରତି ତାଙ୍କର କୌଣସି ଦୃଷ୍ଟି ନାହିଁ। ସେମାନେ ଆସନ୍ତି ନିଜର ଆଧିପତ୍ୟ ବିସ୍ତାର କରିକି ନିଜର କେମିତି ସବୁ କିଛି ନା ପାଇବା, ନିଜର କେମିତି କରିବି ସେଥିପାଇଁ ହିଁ ଅଛନ୍ତି। କୌଣସି କ'ଣ ଅସୁବିଧା କ'ଣ ସୁବିଧା ହେଲା ଏଇଠି ପ୍ରତି କୌଣସି ପଦକ୍ଷେପ ନାହିଁ। କହିଲେ ଉଲ୍ଟା ହିଁ ଫଳ ପାଆନ୍ତି ଯେ ତମେ ସବୁ ଜାଣିବା, ତମେ ସବୁ କରିଦେଉଛ, ଆମେ ସବୁ କରୁଛୁ, କିନ୍ତୁ ଏଇଠି ତାର ଆନ୍ତରିକ କାହାର ନାହିଁ। ଏଇଠି ପ୍ରଶାସନର ବା କମିଟିର କୌଣସି ଆନ୍ତରିକ ନଥାଉଛି। ଏଇଟା ଗୋଟେ ମନ୍ଦିର ହେଇଛି, ଶୌଚାଳୟ ଟିକେ ନାହିଁ, ଦୁଃଖର ବିଷୟ, ଲଜ୍ଜାର କଥା। ଏଇ କମିଟି ମାନଙ୍କୁ ନିଜ ଲଜ୍ଜା ଲାଗିବା କଥା ଯେ ସାଧାରଣ ଏଡ଼ର ମନ୍ଦିରରେ ଶୌଚାଳୟ ଟିକେ ନାହିଁ, ସ୍ତ୍ରୀ ମାନେ ଏକ ପାସ୍ ବସିବା ପାଇଁ ହେଲେ, ଆଉ ତାଠୁ ଦୁଃଖର ବିଷୟ କ'ଣ କହିବା। କି ଛାଡ଼ୁନାହାନ୍ତି କି ଛାଡ଼ିବା ପାଇଁ ଚେଷ୍ଟା କରୁନାହାନ୍ତି ଏଇ ପରିଚାଳନା କମିଟି ମାନେ। ସାର୍ ଜାଣିବା ଦେଖିଲୁ ଯେ ମାନେ ଆମେ ମାନେ ଗଞ୍ଜାମ ଜିଲ୍ଲାର ମହୁରୀ କାଳ ପ୍ରସିଦ୍ଧ ପୀଠ ହେଇକି ଏଠି ସବୁଠାରୁ ଅବହେଳିତ ପ୍ରସିଦ୍ଧ ପୀଠ ହେଇକିରି ଏଠି ସବୁବେଳେ ଅବହେଳିତ ହେଇକିରି ମା ମନ୍ଦିର କାଳ ଏବେ ଯାହା ଦେଖିଲୁ ତାହା କିଛି ନାହିଁ, କିଛି ନାହିଁ, ଆନୁଷାଙ୍ଗିକ ସୁବିଧାର କିଛି ନାହିଁ। ସୁବିଧା ପାଇଲି କୌଣସି ପଦକ୍ଷେପ ମଧ୍ୟ ନେଉନାହାନ୍ତି ଏ ସ୍ଥାନୀୟ କମିଟି ହେଇଛନ୍ତି ଯେତିକି ଅଛନ୍ତି। ହେଲେ କମିଟି ମାନଙ୍କୁ କ'ଣ କହିବାକୁ ଚାହୁଁଛନ୍ତି? କିଛିଟା ଡେଭଲପ ଚେଷ୍ଟା କରିବେ? କମିଟି ମାନଙ୍କୁ କହିବାକୁ ଚାହୁଁଛି ଯେ ଆପଣ ଯଦି କରିବାର ଅଛି ତ କରନ୍ତୁ, ନହେଲେ ଏଇଠି ହାତ ଟିକେ ଉଠି ଚାଲି ଯାଆନ୍ତୁ। ତ ମା ସେ ବ୍ୟବସ୍ଥା କରିବେ, କୌଣସି ପ୍ରକାର ଆଉଥରେ ଆସିକି ନୂଆ କମିଟି ନୂଆ ବ୍ୟବସ୍ଥା କରିବେ। ତ ଧନ୍ୟବାଦ ଆପଣ ଫିଡବ୍ୟାକ୍ ଦେଇଛନ୍ତି ଏବଂ ଦେଖିବା ଆମେ ଚେଷ୍ଟା କରିବୁ କ'ଣ ଗଭର୍ଣ୍ଣମେଣ୍ଟ ପହଞ୍ଚେଇବା, ଦେଖ କ'ଣ ଠିକ୍ ଅଛି ନା।